ଯଦି ଆପଣ ୟୁପିଆଇ ୟୁଜ୍ କରୁଛନ୍ତି ତ ସମସ୍ତେ ପ୍ରାୟ ୟୁପିଆଇ ୟୁଜ୍ କରୁଛନ୍ତି। ତ ଅଗଷ୍ଟ ଟ୍ୟାଗ ପାଖରେ ଏମିତି 2ଟା ନିୟମ ଆସିବାକୁ ଯାଉଛି ଯାହା ଆପଣଙ୍କୁ ଜାଣିବା ନିହାତି ଦରକାର। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଭିଡ଼ିଓ ଭଲ ଲାଗିଲେ ନିହାତି ଭିଡ଼ିଓକୁ ସେୟାର କରିଦିଅନ୍ତୁ। ଆଉ କୋଉ ୟୁପିଆଇ ଆପ୍ଲିକେସନ୍ ଆପଣ ବେଶୀ ୟୁଜ୍ କରନ୍ତି ତଳେ କମେଣ୍ଟ କରନ୍ତୁ। ଦେଖିବା ଓଡ଼ିଶାରେ କୋଉ ୟୁପିଆଇ ଆପ୍ଲିକେସନ୍ ବେଶୀ ଚାଲୁଛି। ତ ପ୍ରଥମ ଅପଡେଟ୍ ତ ବହୁତ ଇମ୍ପୋର୍ଟାଣ୍ଟ ଅପଡେଟ୍। ଆପଣ ଏଥର ମାସକୁ ପାଖାପାଖି 50 ଥର ପର୍ଯ୍ୟନ୍ତ ବାଲାନ୍ସ ଚେକ୍ କରିପାରିବେ। ଆପଣ ଯେଉଁ ପ୍ରତି ସେକେଣ୍ଡରେ ବାଲାନ୍ସ ଚେକ୍ କରୁଛନ୍ତି ପାସୱାର୍ଡ଼ ମାରିକି, ତ ସେଟା ଏବେ ମାସକୁ 50 ଥର କରିଦିଆଯାଇଛି। ଆଉ ଆପଣ 25 ଥର ଆପଣଙ୍କ ମୋବାଇଲରେ କୋଉ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ଅଛି ଜାଣିବା ପାଇଁ 25 ଥର ଚେକ୍ କରିପାରିବେ। ମାନେ ଆପଣ କହିବେ ଯେ ମୁଁ ସେଟା କେମିତି? ସେଟା ହେଉଛି କି ଆପଣ ବେଳେବେଳେ ୟୁପିଆଇ ରେଜିଷ୍ଟ୍ରେସନ କରନ୍ତି ନା, ଆପଣ ମୋବାଇଲ ନମ୍ବର ମାରିଲା ପରେ ବ୍ୟାଙ୍କ ଆକାଉଣ୍ଟ ଅଟୋମେଟିକ୍ ବାହାରି ଆସେ କୋଉ ବ୍ୟାଙ୍କ ଆକାଉଣ୍ଟ, ତ ସେଟା ଆପଣ 25 ଥର କରିପାରିବେ। ଆଉ ସବୁଠୁ ବଡ଼ ଅପଡେଟ୍ ହେଉଛି ଆପଣ ଯେମିତି ହଟଷ୍ଟାର କିମ୍ବା କୌଣସି ପ୍ରିମିୟମ୍ ନେଉଛନ୍ତି ୟୁପିଆଇ ଅଟୋ ପେ ସିଷ୍ଟମରେ, ତ ସେ ଅଟୋ ପେ ଯେଉଁ ରହୁଛି କିମ୍ବା କୌଣସି ସେଭିଂ ଫେଭିଂ କରୁଛନ୍ତି ଅଟୋମେଟିକ୍ ପେମେଣ୍ଟ ହେଇଯାଏ। ଲୋନ୍ ଫୋନ୍ରେ ଅଟୋମେଟିକ୍ ମଧ୍ୟ ପେମେଣ୍ଟ ହୁଏ। ତ ସେଇଟା ଏବେ କ'ଣ କରାଯିବ, ରାତି ଟାଇମ୍ରେ କରାଯିବ। ମାନେ ଭୋରୁ 3ଟାରୁ 4ଟା ଯେଉଁ ଟାଇମ୍ରେ ୟୁପିଆଇରେ ବେଶୀ ଟ୍ରାଞ୍ଜାକ୍ସନ୍ ହେଉନଥିବ। ୟୁପିଆଇ ସର୍ଭର ଲୋଡକୁ କମ୍ କରିବା ପାଇଁ ଏଇସବୁ ପଦକ୍ଷେପ ନିଆଯାଉଛି। ନହେଲେ ବେଳେବେଳେ ଆପଣ ଦେଖୁଥିବେ ୟୁପିଆଇରେ ବହୁତ ଟ୍ରାଞ୍ଜାକ୍ସନ୍ ଏରର ଦେଖାଉଛି, ବହୁତ ଟ୍ରାଞ୍ଜାକ୍ସନ୍ ଏମିତି ପେଣ୍ଡିଂ ରହିଯାଏ। ତ ଏଇସବୁ ଜିନିଷକୁ କମାଇବା ପାଇଁ ଏଇସବୁ ଜିନିଷ କରାଯାଉଛି। କାରଣ ୟୁପିଆଇର ୟୁଜର ବହୁତ ବଢ଼ିଲାଣି। ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ସମସ୍ତଙ୍କୁ ଲାଇକ୍ କରାଯାଇଛି, ତ ସମସ୍ତଙ୍କୁ ନିହାତି ସେୟାର କରିଦିଅନ୍ତୁ।